ବଦଳିବାରେ ଲାଗିଛି ବିଶ୍ୱର ମାନଚିତ୍ର। ସମଗ୍ର ବିଶ୍ୱରେ ଚାଲିଛି କରୋନା ରୂପୀ ଦାନ ପାଇଁ ସଂଘର୍ଷ। ସରକାର ତରଫରୁ ଜାରି ହୋଇଥିବା କର୍ଫ୍ୟୁ ଓ ପ୍ରଶାସନ ଓ ଡାକ୍ତରମାନଙ୍କ ନିଗାଡ଼ ପରିଶ୍ରମ। ତେବେ ଇତିମଧ୍ୟରୁ ସରକାରଙ୍କୁ ସହାୟତା ପାଇଁ ବିଭିନ୍ନ ଦିଗରୁ ସାହାଯ୍ୟର ହାତ ବଢ଼ାଇଥିବାର ଦେଖାଦେଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି କିଛି ଯୁବପିଢ଼ିଙ୍କ ସହାୟତାର ମନୋବୃତ୍ତି। ମା ବୃନ୍ଦାବତୀ ଦଳ ଏବଂ ମା ଶାରଳା ସ୍ୱୟଂସହାୟକ ଦଳ ମିଳିତ ଅନୁକୂଲ୍ୟରେ ତିରୁଣା ଗ୍ରାମ ପଞ୍ଚାୟତରେ ଫସି ରହିଥିବା କୋରାପୁଟ ଓ ପଶ୍ଚିମବଙ୍ଗ ତଥା ମାନସିକ ଭାରସାମ୍ୟ ହରାଇଥିବା ଲୋକ ଓ ଭିକାରୀମାନଙ୍କୁ ରନ୍ଧା ଖାଦ୍ୟ ବିତରଣ କରାଯାଇଛି। ଏହାସହ ଏକତା ସ୍ପୋର୍ଟିଂ କ୍ଲବର ସଦସ୍ୟ ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ବୁଲି ସହାୟତା କରିଥିବାର ଦେଖାଯାଇଛି। ଉକ୍ତ କାର୍ଯ୍ୟରେ ସମସ୍ତ ଦଳର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିବାର ଜଣାପଡ଼ିଛି। ଜଗତସିଂହପୁରରୁ ଚିତ୍ତରଞ୍ଜନଙ୍କ ରିପୋର୍ଟ, ପ୍ରିୟା ନ୍ୟୁଜ୍।